নিয়োগ କରନ୍ତୁ ସେ ଇଷ୍ଟମାନଙ୍କୁ ତାର ଗୃହର ପ୍ରତିଟି ପରିବାର ପରିଜନ ତାଙ୍କର ପଡ଼ୋଶୀ ବୃନ୍ଦ ତାଙ୍କର ଭାତୃ ବର୍ଗ ସବୁ ଭକ୍ତଙ୍କ କଲ୍ୟାଣ ହଉ ଏଇ ମୋର ଏକାନ୍ତ ପ୍ରାର୍ଥନା। ଶୁଣିଲେ ଆମ ଦାଦାମାନେ ଆଲୋଚନା ସୁନ୍ଦର ଭାବେ ଆଲୋଚନା କଲେ। ମୁଁ ତ ବକ୍ତାରେ ମୁଁ କହିପାରିବିନି। ତାପରେ ମୋର ବି ଶରୀର ଅସୁସ୍ଥ ଯେ ଗଳା ବି ଖୋଲୁନାହିଁ। ଗୋଟେ କଥା କହୁଛି, ଛୋଟ କଥାଟିଏ। ଆପଣ ସମସ୍ତେ ବସିଛନ୍ତି, ଠାକୁରଙ୍କର ଦୀକ୍ଷିତ, ସମସ୍ତେ ଠାକୁରଙ୍କୁ ଭଲ ପାଆନ୍ତି। କେହି କହିବେ କି ନା ମୁଁ ଭଲ ପାଏ ନା? ସେ ସମସ୍ତେ ଭଲ ପାଆନ୍ତି ନିଶ୍ଚିତ, ନିର୍ଭୁଲ। ସେ ମୁଁ ବି ଅଛି। କିନ୍ତୁ ଭଲ ପାଇଲେ ସର୍ବନାଶ ହୁଏ। କୁହନ୍ତୁ ତ, କାହାର ଜୀବନରେ ସର୍ବନାଶ ହେଇଛି? କୁହନ୍ତୁ। କହିପାରିବେ ନାହିଁ, ଏଠି ଚମକି ଯିବେ। ସର୍ବନାଶଟା କ'ଣ? ଭଲ ପାଇବାରେ ମୁଁ ନାହିଁ, ତୁମେ ଏଇଟା ହେଉଛି ଭଲ ପାଇବା ଲକ୍ଷଣ। ଭଲ ପାଇବାରେ ମୁଁ ହଜିଯାଏ। ଭଲ ପାଇବାରେ ମୁଁ ହଜିଯାଏ। ଭଲ ପାଇବାରେ ଆମର ପରିବାର ପରିଜନ ଯାହା ଯାହା ଅଛି ସେଠି କେହି ନାହିଁ। ତୁମେ, ଖାଲି ତୁମେ, ତାକୁ କହି ଭଲ ପାଇବା। ସେଇଠି ହେଉଛି ସର୍ବନାଶ। ମାନେ ସର୍ବନାଶ। ନାଶ ମାନେ ହୋଇଯିବ ନାହିଁ। ଆପଣ ବହୁତ ସମ୍ପତ୍ତିର ମାଲିକ ହୁଅନ୍ତୁ, ବହୁତ କର୍ମସ୍ଥ ହୁଅନ୍ତୁ, ଯେତେ ବଡ଼ ସଂସାର ବନିଥାଉ ପାରେ, କିନ୍ତୁ ସବୁବେଳେ ଆପଣଙ୍କ ଇଚ୍ଛା ଦେବ ଯେହେତୁ ମୁଁ ଠାକୁରଙ୍କର ଅନୁଗତ, ଠାକୁରଙ୍କ ଶାସିତ ପ୍ରଭୁ, ମୋ ସବୁ କର୍ମରେ ଆପଣ ଖୁସି ହେବେ ପ୍ରଭୁ। ଆପଣ ପାଇବେ ଆନନ୍ଦ, ଆପଣ ତୃପ୍ତି ହେବେ, ଆପଣ ଶାନ୍ତି ପାଇବେ, ଆପଣ ଉଜ୍ଜଳ ହେବେ ପ୍ରଭୁ। ଏତିକି ଏଇ ହେଉଛି ଭଲ ପାଇବାର ଲକ୍ଷ୍ୟ। ଏଇଟା ହେଉଛି ଭଲ ପାଇବାର ଲକ୍ଷ୍ୟ। ଅତএବ ମୋର କିଛି କହିବାର ନାହିଁ। ଏତିକି ଆପଣ শুধু ତାଙ୍କୁ ହିଁ ଚେଷ୍ଟା କରନ୍ତୁ ଖୁସି କରିବା ପାଇଁ। ସେଇପାଇଁ ଆପଣ ଯେମିତି ଆପଣ ସକାଳେ କହନ୍ତି, ମୁଁ ଅକ୍ରୋଧୀ, ମୁଁ ଅମାନି, ମୁଁ ନିରଲସ, ମୁଁ କାମ ଲୋଭରେ ବସି, ମୁଁ ଇଷ୍ଟ ପ୍ରାଣ ସେବା ପଟୁ, ଅସ୍ଥି ବୁଦ୍ଧି ଯାଜନ ଜୈତ୍ର ପରମାନନ୍ଦ, ଉଦ୍ଦୀପ୍ତ ଶକ୍ତି ସଙ୍ଗତ ତୁମରି ସନ୍ତାନ, ପ୍ରେମ ପୁଷ୍ଟ ଚିର ଚେତନ, ଅଜର ଅମର ମତେ ଗ୍ରହଣ କର, ମୋ ପ୍ରଣାମ ଦିଅ। এই କହିବା ଦ୍ୱାରା କ'ଣ ହୁଏ? তা এই যে গুণগুলা আপনার হৃদয়ে সঞ্চারিত হয় আপে আপে। এটা আপনার এর কিছু বৈজ্ঞানিক, এটা এর কিছু প্রমাণ নাই, কিন্তু আপনার করন্তু সে অভ্যাসটা আপনার আসবে নিশ্চিত। আর আমার দাদা কহিলে, বাজদা কহিলে সময় দরকার হব, ঘাবড়িবে নাই। প্রভু অଛନ୍ତି যে এই বিশ্বাসটা আপনার ঠিক থাকে, আপনার কোনো হজিবে নাই, আপনাকে ভয় কিছু নাই। এতিকি সাহস বাঁধন্তু। আর মনে মনে শুধু এতিকি কথা, প্রভু ଆପଣ ସୁଖୀ ହୁଅନ୍ତୁ ପ୍ରଭୁ। ଆପଣଙ୍କୁ ଆପଣ ଘରେ ଘରେ ସମସ୍ତେ ବିରାଜମାନ ହୁଅନ୍ତୁ ପ୍ରଭୁ। ଆପଣଙ୍କ ସେବା କରି ମୁଁ ତୃପ୍ତ ହୋଇ ଆନନ୍ଦ ହୁଏ ପ୍ରଭୁ। ପ୍ରଭୁ ଏଇ ମୋର ଏକାନ୍ତ ପ୍ରାର୍ଥନା। ଜୟ ଗୁରୁ, ଜୟ ଶ୍ରୀ।